ସୁର ଭାଇ 2026 କ'ଣ ପ୍ଲାନ୍ ରଖିଛନ୍ତି? ଆମେ ରଖିଛୁ ଆମର ପ୍ରଥମେ କୃଷି ଉପରେ ନଜର ଦେଉଛୁ। ଲିଫ୍ଟ ପଏଣ୍ଟ କେମିତି ଚାଲିବ, କେନାଲରେ ପାଣି କେମିତି ଦିଆଯିବ, ଦୟା ଭାର୍ଗବୀ ଗଙ୍ଗୁଆରେ ପାଣି କେମିତି ଚାଲିବ। କାରଣ ଲୋକଗୁଡ଼ା ଭୋକ ଉପାସରେ ରହୁଛନ୍ତି, ଜମି ଥାଇ ଚାଷ କରିପାରୁନାହାନ୍ତି ପାଣି ଅଭାବରୁ। ଏ ଅପାରକ ସରକାରକୁ ବାରମ୍ବାର କହିଲୁ, ତମେ ଖାଲି କମିଟି କରୁଛ ମହାନଦୀ ପାଇଁ। ପ୍ରଥମେ କଲ ଗୋଟେ କମିଶନ ବସେଇଲ 3ଟା ଜଜ୍କୁ ନେଇ, ସେ କ'ଣ କରିବେ? 52,000 କୋଟି ଟଙ୍କା ଛତିଶଗଡ଼ ଖର୍ଚ୍ଚ କରି ବନ୍ଧ ପକାଇ ଜଳସେଚନ କରୁଛି, ସେ ନା ଖୋଲିଦେବ? ଫେର ଗୋଟେ କରିଛନ୍ତି MLA ମାନଙ୍କୁ ନେଇ କମିଟି, ସେ କ'ଣ କରିବେ? ତେଣୁ ତାର ଅଲ୍ଟରନେଟ୍ ବାରମ୍ବାର ଆମେ କହି ଆସୁଛୁ 10 ବର୍ଷ ହେଲାଣି। ଯଦି ତଳେ ମହାନଦୀରେ ଗୋଟେ ବନ୍ଧ ପଡ଼ିବ, 80% ଚାଷୀ ଓଡ଼ିଶାରେ ଆମେ ବଞ୍ଚିଯିବୁ। ଯେଉଁଠି ମେଜରିଟି ଲୋକ ସୁବିଧା ପାଇବେ ସେ କାମ ନ କରି ଏ ସୁଭଦ୍ରା ଯୋଜନା ଟଙ୍କା 70ଟା ସେଥିରେ କି ଯୋଜନା ହେବ? କ'ଣ ମହିଳାମାନେ ଗୋଡ଼ରେ ଠିଆ ହେବେ? ଚା କପେ ବିସ୍କୁଟଟେ ଖାଇଦେଲେ 70 ଟଙ୍କା, ତାର ମୂଲ୍ୟ କିଛି ନାହିଁ। ମହାନଦୀ ତଳେ ଯଦି ଗୋଟେ ବନ୍ଧ ପକାଏ ଓଡ଼ିଶା ସରକାର, 80% ଗରିବ ଲୋକ ବଞ୍ଚିଯିବେ।